ହଉନି। ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ଇଏ ଗୋଟେ ଥିଲା ମୋର ସନ୍ଦେହ ଥିଲା ଆପଣଙ୍କର ମୋଚନ କରିଥାନ୍ତି। କହନ୍ତୁ କହନ୍ତୁ। ଏ ଯୋଉ ପଞ୍ଚ ମହାଭୂତର ଅବସ୍ଥିତି ଆମ ମାନଙ୍କର ଶରୀର ଚକ୍ରରେ, ହଁ ସେ ଦୃଷ୍ଟିରୁ ଦେଖିଲେ ପୃଥିବୀ ତତ୍ଵ ମାନେ ଆମର ଗୁହ୍ୟ ଦ୍ୱାରରେ, ହଁ 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 ଆଜ୍ଞା ଯୋଉ ଜଳ ତତ୍ଵ ସ୍ୱାଧିଷ୍ଠାନ ଅଲିଙ୍ଗ ଚକ୍ର। ହଉ ହୁଁ, ଉପସ୍ଥରେ ପାଇ ଉପସ୍ଥ। ହଁ ଆଜ୍ଞା ହେଲା। ହୁଁ, ଆଜ୍ଞା ଆଜ୍ଞା ଆଜ୍ଞା। ତାପରେ ଅଗ୍ନି ଲିଙ୍ଗ ଅଗ୍ନି ଅଗ୍ନି ଅଗ୍ନି। ନାଭି ଚକ୍ରରେ ଅଗ୍ନି ରହିଲେ, ହଁ ହଁ ବାୟୁ। ଅନାହତ ରହିଲେ ବାୟୁ ରହିଲେ। ହଁ ତ ଆମେ ଯୋଉ ଆକାଶ ତତ୍ଵକୁ କୋଉ ଚକ୍ରରେ କଣ୍ଠ ଅବସ୍ଥାପିତ କଣ୍ଠ କରିବା? କଣ୍ଠ। କଣ୍ଠରେ? ହଁ ଆଜ୍ଞା ସେଇ ମୋ କଣ୍ଠଟା କି କଣ ହବ କି ବିଶୁଦ୍ଧ ନାଇଁ ନାଇଁ ଚକ୍ର କି କଣ୍ଠ ଆଜ୍ଞା କଣ୍ଠ। ଚକ୍ର ଆଜ୍ଞା କି ବିଶୁଦ୍ଧ କି ସହସ୍ରାର, ନାଇଁ ମୁଁ ନାଇଁ ସେଟାକୁ ଆପଣ ଇ ଆଣ୍ଡ ଟି ଇ ଆଣ୍ଡ ଟି ଇ ଆଣ୍ଡ ଟି ମାନେ କାନ ନାକ କଣ୍ଠ। ତେଣୁ ନାକରେ ଆଚ୍ଛା ନିଶ୍ୱାସ, କାନରେ ଶବ୍ଦ, କଣ୍ଠରେ ଆକାଶ। ତେଣୁ ଟିକେ ରୁହନ୍ତୁ, ଆପଣ ବଢିଆ କଥା ଇଆଣ୍ଟି କହିଲେ ନାଇଁ, ହଁ ଯୋଉ ଆମର ଇଆଣ୍ଟି ଅଛି ଡିପାର୍ଟମେଣ୍ଟ ଅଛି। ହଁ ଆଜ୍ଞା ହଁ ହଁ ଆଜ୍ଞା ଇଆଣ୍ଟି ହଁ କଣ କହିଲେ କାନରେ ଶବ୍ଦ, ଶବ୍ଦ, ଆଜ୍ଞା ହଁ କଣ୍ଠରେ ଆକାଶ, କଣ୍ଠରେ ଆକାଶ, ହଁ ଆଜ୍ଞା ନାକରେ ବାୟୁ। ତେଣୁ ବାୟୁ ନହେଲେ ଶବ୍ଦ ବୋହି ପାରିବନି, ଆକାଶ ନହେଲେ ଶବ୍ଦ ସୃଷ୍ଟି ହବନି। ନାକରେ ବାୟୁ, ହୁଁ ଆଚ୍ଛା କାନରେ ଶବ୍ଦ, ଆଉ କଣ୍ଠରେ ଆକାଶ। ହୁଁ ତେବେ ମୁଁ ସେତେ ସନ୍ଦେହ ଥିଲା କଣ, ମୁଁ କହିଲି କୋଉଠି ଅବସ୍ଥାପିତ କରେଇବ ତାର, ମୁଁ 46 ମୋ ପାଖରେ ଅଛି, ମୁଁ ତାକୁ ଖୋଜୁଥିଲି ପାଇଲିନି। ମୁଁ କହିଲି ଆପଣଙ୍କୁ ବି ପଚାରିଲେ ତାର ସମାଧାନ ମତେ ମିଳିଯିବ। ଆଜ୍ଞା ଆଜ୍ଞା ଆଜ୍ଞା। ଆଚ୍ଛା ଆଉ ଗୋଟେ କଥା ପଚାରିବି, କଣ ଭାଗବତରେ ଆଜି ଦେଖୁଥିଲି ଅପାନ ବାୟୁ ଅବସ୍ଥାନ ସେ ଲେଖୁଛି ନାଭିରେ, ହୁଁ କିନ୍ତୁ 46 ଲେଖୁଛନ୍ତି ଯେ ହୃଦି ପ୍ରାଣ ଗୁଦି ଅପାନ, ହୁଁ ଗୁହ୍ୟ ଦ୍ୱାରରେ ଅପାନ ବାୟୁ। ହୁଁ ଆଉ ତେଣୁ ଏବଂ ସମାନ ନାଭି ମଣ୍ଡଳେ ଯୋଉ ଉଦାହରଣ କଣ୍ଠ ଦେଶସ୍ଥ ସମାନ ବ୍ୟାନ, ବାୟୁ ହଉଛି ନାଭିରେ। କଣ କହିଲେ କଣ କହିଲେ? ସମାନ ବାୟୁ ନାଭିରେ, ହଁ ହୃଦି ପ୍ରାଣ ଗୁଦି ଅପାନ ଗୁହ୍ୟରେ ଅପାନ, ଉଦାନ ହଉଛି କଣ୍ଠରେ। ସମାନ ନାଭି ମଣ୍ଡଳେ ଉଦାନ କଣ୍ଠ ଦେଶସ୍ଥ ବ୍ୟାନ ସର୍ବ ଶରୀରଗ, ଏଟା ତା ଶ୍ଲୋକ। ହଁ ବ୍ୟାନ ସର୍ବ ଶରୀର ଇଏ ଯେ, ବ୍ୟାନଟା ଅଲଗା, ହୁଁ ପ୍ରାଣ ରହିଲା ହୃଦୟ ଚକ୍ରରେ। ଆଜ୍ଞା ଆଜ୍ଞା ହଁ ହୃଦି ତେଣୁ ପ୍ରାଣ ବା ହୃଦି ପ୍ରାଣ ଉଦାନ କଣ୍ଠରେ, ପ୍ରାଣ ହୃଦୟରେ, ଆଜ୍ଞା ସମାନ ନାଭିରେ, ଏବଂ ଅପାନଟା ରହିଗଲା ଗୁହ୍ୟ ଦ୍ୱାରରେ, ଗୁହେତ ଆଜ୍ଞା ବ୍ୟାନ ସମଗ୍ର ଶରୀରରେ। ଆଜ୍ଞା ଆଜ୍ଞା ଠିକ ଅଛି। ଆଜ୍ଞା ଆଜ୍ଞା ଠିକ ଅଛି, ମୁଁ ଏଇଟା କନଫର୍ମ ହେଲି। ତାପରେ ଯୋଉ ବଡ କଥା ହଉଛି ଆକାଶ ବାବୁ ଯୋଉ କହିଲେ, ଆଚ୍ଛା ତାକୁ ଆପଣ ଯୋଉ କହିଥିଲେ କାନରେ ଶବ୍ଦ, ତାମାନେ ଆମେ କାନରେ ଶବ୍ଦ ମାଧ୍ୟମରେ ଶ୍ରବଣ କରିବା, ଆକାଶର ଯୋଉ ହଉଛି ତନ୍ମାତ୍ରା ଯୋଉ ଶବ୍ଦ, ତେଣୁ ସେଟାକୁ ଆମେ କର୍ଣ୍ଣ ଶ୍ରବଣ କରିବା। କଣ୍ଠରେ ଆକାଶକୁ କେମିତି ତାକୁ ବୁଝେଇ ହବ? କଣ୍ଠରେ ଆକାଶ ଏଇଥିପାଇଁ ବୁଝେଇ ହବ, ହୁଁ ଚନ୍ଦ୍ର କଣ୍ଠରେ ଅଛନ୍ତି ଶିବ, ସଦାଶିବ, ପାର୍ବତୀ। ହଁ ଆଜ୍ଞା ଆଜ୍ଞା ସଦାଶିବଙ୍କ ମସ୍ତକରେ କଣ ଅଛି? ଚନ୍ଦ୍ର। ଆଜ୍ଞା ଆକାଶ ନ ରହିଲେ ଚନ୍ଦ୍ର କୋଉଠୁ ଆସିବ? ଆଜ୍ଞା 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 ହେଇଗଲା। ହଁ ଆକାଶ ନ ରହିଲେ ସଦାଶିବ ଅଛନ୍ତି ମାନେ ଚନ୍ଦ୍ର ଅବସ୍ଥାନ ସେଠି କରିବେ, ଆଉ ଭଗବାନ ଶିବ ବି ଅଛନ୍ତି, ଏଟା ତାର ସଂଯୋଗ ଆଉ। ଆଜ୍ଞା ଆଜ୍ଞା ଆଉ ଚନ୍ଦ୍ର ଅଛି ମାନେ ଆକାଶ ଅଛି ନା। ଆଜ୍ଞା ସତ ସତ ଆଜ୍ଞା, ତାର ପୁରା ଇଣ୍ଟରଲିଙ୍କ ପୁରା ଆଉ କଣ। ହଁ ଆଜ୍ଞା ପୁରା ହଁ ଆଜ୍ଞା। ଆଉ ତାପରେ ନାକରେ ବାୟୁ, ମାନେ ବାୟୁକୁ ଆମେ ଆହରଣ କରୁଛେ ନାସିକା ଦେଇକି, ପ୍ରାଣ ତାମାନେ ବାୟୁ, ହବ। ଆପଣଙ୍କ ପାଖେ ପ୍ରାଣ ନାହିଁ ମାନେ ଆଉ ତ କିଛି ନାହିଁ ନା। ହୁଁ ହୁଁ ତେଣୁ ଆଜ୍ଞା ପ୍ରାଣ ନାହିଁ ମାନେ ଆପଣ ଶବ୍ଦ ଶୁଣିବେ କେମିତି? ହୁଁ ଖାଲି ବାୟୁ ପ୍ରାଣ, ବାୟୁ ଶବ୍ଦ ବାହକ ନୁହେଁ, ବାୟୁ ପ୍ରାଣ ନା। ବାୟୁ ପ୍ରାଣ ଆଜ୍ଞା। ପ୍ରାଣ ନ ରହିଲେ ଆପଣ ଶବ୍ଦ ଶୁଣିବେ କେମିତି? ନାଇଁ ଆଜ୍ଞା ହଁ। ତେଣୁ ଇ ଆଣ୍ଡ ଟି। ବଢିଆ, ଏଇଟା ବଢିଆ, ଆପଣ ଇଆଣ୍ଟି ଗୋଟେ ଫର୍ମୁଲା ମତେ କହିଦେଲେ, ବହୁତ ବହୁତ ଭଲ ଲାଗିଲା ମତେ। କୃତଜ୍ଞ ଆଜ୍ଞା। ସେତିକି ମୁଁ ନୁହେଁ, ଆକାଶ ହଉଛି 6ଟା। ଆଜ୍ଞା କଣ୍ଠରେ ଯୋଉ ଆକାଶ ଅଛି, ଏଇଟା ହଉଛି ବାଦଲ, କେବଳ ଶବ୍ଦବାହକ ଆକାଶ। ବାସ୍ତବରେ ଏଇଟା ଆକାଶ ନୁହଁ, ଏଇଟା ହଉଛି କୁହୁଡି। ଆଚ୍ଛା ତାପରେ ଅଛି ଚିଦାକାଶ, ଦହରାକାଶ, ଆତ୍ମାକାଶ, ଇଏ ଚିଦାକାଶ, ଆକାଶ, ଚିଦାକାଶ, ହଁ ଆକାଶ, ଚିଦାକାଶ, ଦହରାକାଶ, ଆତ୍ମାକାଶ, ପରାକାଶ। ଚିଦାକାଶ, ଆକାଶ, ଚିଦାକାଶ, ପରାକାଶ, ଦହରାକାଶ, ମହାକାଶ,
ଚିଦାକାଶ, ଦହରାକାଶ, ଆତ୍ମାକାଶ, ପରାକାଶ, ମହାକାଶ, ଆହୁରି 5 ଆକାଶ ଅଛି। ହଁ ସେ ବହୁତ ଗଭୀର ଗଭୀର କଥା ଅଛି ଆଜ୍ଞା। ଏ କୁଣ୍ଡଳିନୀ ୟାକୁ ଆପଣ ମନେ ରଖି ପାରିବେ ନାହିଁ। ମନ ରଖିଲେ ବି 72,000 ନାଡିରେ ଆପଣ ଗମି ପାରିବେ ନାହିଁ। ନାଇଁ ହବନି ଯଦି ଆଜ୍ଞା କୁଣ୍ଡଳିନୀ ଜାଗ୍ରତ ଆପଣଙ୍କର ହବନି, ଯେତେ ଲେଖନ୍ତୁ, ଯେତେ ପଢନ୍ତୁ, ଯେତେ ଆଜ୍ଞା ପ୍ରବଚନ କରନ୍ତୁ, ଆପଣଙ୍କର କିଛି ମଙ୍ଗଳ ହବନି। ଆଜ୍ଞା 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 କଥାଟା ବୁଝୁଛନ୍ତି ତ? ଆଜ୍ଞା 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 ଘଣ୍ଟ ଯେତେ ମାଡ ଖାଇଲେ ବି ସେ ଫାଟିବ ଦିନେ, ମୁକ୍ତି ନାହିଁ। ଆଜ୍ଞା ଆଜ୍ଞା ତେଣୁ ଆପଣ ଶବ୍ଦ କଲେ ତାର କିଛି ଅର୍ଥ ନାହିଁ। ଆପଣଙ୍କ ଭିତରେ ଯଦି କୁଣ୍ଡଳିନୀ ଜାଗ୍ରତ ହବ, ଇଏ ହଁ କଥା ଆପେ ଆସିବ ଆପଣଙ୍କ ଭିତରକୁ। ଏଇଟା ଗୋଟେ ଅଦ୍ଭୁତ କଥା। ମୁଁ ଆଚ୍ଛା ବହି ପଢିକିରି କିଛି ପ୍ରାୟ ବହି ପଢୁନି। ହଁ ମୋ ପାଖେ ଯାହା ଉଦ୍ଭବ ହଉଛି ସେଟା ଆପେ ଆପେ। ଆଉ ଯାହା ଆମେ କହୁଛୁ ସବୁ ଅଛି, ବେଦରେ ଅଛି, ବେଦାନ୍ତରେ ଅଛି, ଲେଖାରେ ଆଜ୍ଞା ଅଛି। ଆଜ୍ଞା 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 ସେଟା ଉଦ୍ଭବ ହବ ଏବଂ ବହି ପଢିକି ଜାଣିବା, ଏଇଟା ଭିନ୍ନ କଥା। ହଁ ସେ ଅନୁଭୂତିରୁ ଆପଣ ସେଟା ଉଦ୍ଭବ ହଉଛି ଆଉ ଆଜ୍ଞା ଆପଣ ଧ୍ୟାନରେ ବସିବେ, ଯଦି ଧ୍ୟାନ ଲାଗିଲା ଆପଣଙ୍କୁ 14 ବ୍ରହ୍ମାଣ୍ଡ ଦେଖାଯିବ, ଆପଣଙ୍କୁ ଅକ୍ଷର ଦେଖାଯିବ, ଆପଣଙ୍କୁ ଶବ୍ଦ ଶୁଣାଯିବ, ଆପଣ ଅନ୍ୟମାନଙ୍କ ହୃଦୟକୁ ଜୟ କରିପାରିବେ, ଆପଣ ଅନ୍ୟମାନଙ୍କୁ ଜାଣିପାରିବେ। ଆପଣ ଆଜ୍ଞା ଯୋଉଠି ବି ଥାଆନ୍ତୁ, ଆପଣ କୋଉ ଅବସ୍ଥାରେ ଅଛନ୍ତି, ଆମେ ଏଇଠି ଥାଇ ଜାଣିପାରୁଛୁ, ଜାଣିପାରିବୁ, କହିପାରିବୁ। ଆଜ୍ଞା ଆଜ୍ଞା ହଁ କିନ୍ତୁ ଆପଣ ତାହା କରିପାରିବେନି। ଯେତେ ନାଇଁ ଲେଖନ୍ତୁ, ଯେତେ ପଢନ୍ତୁ, ଆପଣ କରି ହିଁ ନାଇଁ ପାରିବେନି। ଏଇଟା ନାଇଁ ଲେଖି ନାଇଁ ରଖନ୍ତୁ। ନାଇଁ ସେଇ ସତ 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 ଆଜ୍ଞା ତେଣୁ ସେଇଥିପାଇଁ ଗୁରୁ ଦରକାର ଏବଂ ସଦ୍ଗୁରୁ ଦରକାର। ଏଇ ଧର ଆମ ମୁରଲୀ ପଲେଇ, ସେ ହଁ ମୁଁ ତାଙ୍କୁ 1000 ବାର ମନା କଲି ଯେ ତମେ ଏଇ ଯୋଉ ଚିତ୍କାର କରି ପଢିଲେ ତମର କିଛି ହବନି। ଆଜ୍ଞା ଆଜ୍ଞା ତମେ ଯେତେ ପଢୁଛ ପଢ, ହଁ ଯେତେ ବୁଲୁଛ ବୁଲ, ହଁ ହବନି। ଏକଥା ମୁଁ କହୁନି, ଏକଥା ଗୀତା କହିଛି। ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ଆଜ୍ଞା ସ୍ତନନ୍ତି ଦିବେସ୍ତି ବୈ ବେदै ସଂଗ ପ୍ରଦକ୍ରମଃ ଉପନିଷଦୈ ଗାୟନ୍ତି ଯଶାମଗା ଧ୍ୟାନାବସ୍ତି ତଦ୍ଗତେନ ମନସା ପଶ୍ୟନ୍ତି ଯଯୋଗିନଃ ଯସ୍ୟାନ୍ତ ନ ବିଦୁ ସୁର ସୁର ଗୁରୁଦେବାୟ ତସ୍ମୈ ନମଃ। ଆଜ୍ଞା ଯାହାକୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, କୁବେର, ଇନ୍ଦ୍ର ପାଉନାହାନ୍ତି, ଜଂ ବ୍ରହ୍ମା ବରୁଣ, ଇନ୍ଦ୍ର, କୁବେର, ରୁଦ୍ର ମରୁତ ସ୍ତନନ୍ତି ଦିବେସ୍ତି ବୈ, ସେମାନେ ଦିନ ରାତି ସ୍ତୁତି କରିକି ବି ପାଉନାହାନ୍ତି। ଆପଣ 5 ମିନିଟ୍ ଠାକୁର ଘରେ ବସିଗଲେ ହେଇଯିବ? ନା ତାହେଲେ ଆପଣ ଯଦି ସିଏ ପାଉନାହାନ୍ତି, ଆପଣ ତ ପାଇବେନି। ଆପଣ କାହିଁ ଚିତ୍କାର କରୁଛନ୍ତି? ତାହେଲେ କଣ କଲେ ପାଇବେ ସେଇଟା ସିଏ କହିଛନ୍ତି। ମାନେ ସିଏ କହିଛନ୍ତି ନ ବିଦୁ ସୁର ଅସୁର ଗଣ ଦେବାୟ ଆଜ୍ଞା ତସ୍ମୈ ନମ, କେବଳ ନଇଁ ପଡିଲେ ପାଇବେ। ତାହେଲେ କେମିତି ନଇଁବେ? ତଦ୍ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନ ସେବୟା, ଆଜ୍ଞା ତଦ୍ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନ ସେବୟା। ବିଧି ପୂର୍ବକ ପ୍ରଣାମ କରି ସେବା ଯଦି କରିପାରିବେ, ତାହେଲେ ଆପଣ ପାଇବେ। ଏଇ କଥା କହିଲି ବୋଲି ତାଙ୍କ ମନ ଭିତରେ ଆସିଲା ଅହଙ୍କାର, ତେଣୁ ସେ ଭାବିଲେ ଇଏ ମୋର ଶତ୍ରୁ। ଆଜ୍ଞା 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 ତେଣୁ ଆପଣ ଆଜ୍ଞା ଉଚିତ କଥା ଆମେ କହିବୁ। ଉଚିତ କଥାଟା ଯଦି ଆପଣ ଗ୍ରହଣ ନ କରି ଆଜ୍ଞା ସଂସାର କଥାରେ ମାତିବେ, ଏ ଦୁନିଆଟା ଯୋଡିଏ 3ଟି କଥାରେ ମାତିଛି। ଆପଣ ଯେତେ ନାଗେଶ୍ୱରୀ ଶୁଣିବେ, ସେତେ ଗାତରୁ ବାହାରିବେ, କେଳା ହାବୁଡେ ପଡିବେ, ପେଡିରେ ପଶିବେ, ଆପଣଙ୍କୁ ସେ ଦେଖେଇକି ତା ପେଟ ପୋଷିବ। ହଁ ତେଣୁ ଏ ଦୁନିଆଟା 2ଟା କଥାରେ, ସ୍ୱରରେ ଯେତେ ଜୋରେ ମନ୍ତ୍ର ଉଚ୍ଚାରଣ କରିବେ, ଲୋକ ଭାବିବେ ଓ କି ପାଣ୍ଡିତ୍ୟ, କି ଜ୍ଞାନ, କି କଥା, କି ପୂଜା। ଆରେ ହବ କଣ? ହେଲା ବା କଣ? ତେଣୁ ତମକୁ କର୍ମ ନ କଲେ ହବନି। କର୍ମ କରେଣେ ପାଏ ଦେହ, ଏଣୁଟି କର୍ମ ଦୁଃଖମୟ। ତେଣୁ କର୍ମ କରେଣ ପାଏ ଦେହ, କର୍ମ ଯେତେ କରିବୁ ଦେହ ପାଇବୁ, ଦେହ ଯେତେ ପାଇବୁ ଦୁଃଖ ପାଇବୁ। ତେଣୁ ଅକର୍ମେ ବାସୁଦେବ ପ୍ରୀତି, କର୍ମ କରିଲେ କ୍ଷୟ ଯାଆନ୍ତି। ଆଜ୍ଞା ଆଜ୍ଞା ଭାଗବତ କହୁଛି କର୍ମ କରେଣେ ପାଏ ଦେହ, ଏଣୁଟି କର୍ମ ଦୁଃଖମୟ। ତେଣୁ କର୍ମ କରିଲେ ଦୁଃଖ ଆସିବ। ଦେହ ମିଳିବ ଯେହେତୁ ଦେହଟା ଦୁଃଖ, କାରଣ ଯୋନି ଜନ୍ମା ହବ। କର୍ମ କରିବ ମାନେ ଦେହ ପ୍ରାପ୍ତି ହବ, ଯୋନି ଜନ୍ମା ହବ। ତାହେଲେ କଣ ନା ଅକର୍ମେ ବାସୁଦେବ ପ୍ରୀତି। ଅକର୍ମ କରେ, ଅକର୍ମ କଣ ସେଟା ଗୁରୁ କହିବେ ନା। ଆଉ ହଁ ସତ। ଏଇଟା ଭାଗବତ କଣ ଯେକୌଣସି ଲୋକ ପଢିଦେଲା ବୋଲି ବୁଝିଗଲା ନା କଣ? ନା ନା ଭାଗବତ ବୁଝିବାକୁ ହେଲେ ତମକୁ ଉଦ୍ଧବ ହବାକୁ ପଡିବ। ଆପଣଙ୍କୁ ଗୀତା ବୁଝିବାକୁ ହେଲେ ଅର୍ଜୁନ ହବାକୁ ପଡିବ। ଆପଣଙ୍କୁ ଭାଗବତ ପଢିବାକୁ ହେଲେ ଆପଣ ପରୀକ୍ଷିତ ହବାକୁ ପଡିବ। ଆଜ୍ଞା ଆଜ୍ଞା ଅରୀକ୍ଷିତ ମାନେ ଭାଗବତ କେମିତି ବୁଝିବେ? ନା ଅରୀକ୍ଷିତ ଅର୍ଥ ଯୋଉମାନେ ଜ୍ଞାନହୀନ, ଯୋଉମାନେ ଗୁରୁହୀନ। ତେଣୁ ମୁରଲୀ ପଲେଇ ସେ ତ ଗୁରୁହୀନ, ଗୁରୁ କରିନାହାନ୍ତି, ସେ ବୁଝିବେ କଣ? କଣ ଷ୍ଟେଟ ବ୍ୟାଙ୍କରେ ଚାକିରି କରିଥିଲ, ତମର ଧନ ସମ୍ପତ୍ତି ଗୁଡେ ଅଛି ବୋଲି ତମେ ହେଇଯିବ ନା କଣ? କିଏ ହେଇଛି ଯେ ତମେ ହବ?
ଆଜ୍ଞା ସତ ସତ ଆଜ୍ଞା। ତମର ଆମେ ମିତ୍ର ବୋଲି କହିଲୁ ସେତିକି। ହଁ ହଁ ତମେ ଆମକୁ ବିରୋଧ କରିପାର। ତମେ ଏପଟେ ଶ୍ରୀମଦ ଭଗବତ ଗୀତା ପଢୁଛ, ଭାଗବତ ପଢୁଛ, ଜଗନ୍ନାଥଙ୍କ ସହସ୍ର ନାମ କରୁଛ, କିନ୍ତୁ ପୁଅ ବିବାହ କରିକିରି 20 ଛେଳି 500 କୁକୁଡା କାଟିଦେଲ। ଓହୋ ହଁ। ତାହେଲେ ତମର ଯିବେ ଦୟା ନାହିଁ। ହେ ଭଗବାନ। ତମର ସେ କଥା କହିଲୁ ବୋଲି ତୁମେ ଆମର ଶତ୍ରୁ ହଉଛ। ହଁ 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 ହଁ, ମୁଁ ମେସେଜ ପଢିଛି ଆପଣଙ୍କର ଆଜ୍ଞା ସତ ଆଜ୍ଞା। ତମର ଯିବେ ଦୟା ନାହିଁ। ନା ଓହୋ କୁହନ୍ତୁନି କୁହନ୍ତୁନି ଆଜ୍ଞା। ଓ ତମେ ତାହେଲେ ଜଗନ୍ନାଥ ସହସ୍ର ନାମ ଯେତେ ପଢିଲେ କଣ ହବ? ସତ ବାସ୍ତବ କଥା ନା। କାରଣ ଈଶ୍ୱର ସର୍ବଭୂତାନାଂ ଇଏ କଥାଟାକୁ ତମେ ଗୁରୁତ୍ୱ ଦେଲନି। ନା କାଷ୍ଟ ପାଷାଣ ତରୁତୃଣ ସକଳ ଦେହ ନାରେ କଣ ତମେ ଛେଳି କାଟିଛ ନା ନାରାୟଣ କାଟିଛ ସେଇଟା ଭାବ। ହେ ଭଗବାନ ହେ ପ୍ରଭୁ। ତମେ ଯେତିକି ଛେଳି ବର୍ତ୍ତମାନ କାଟିଛ, ଯେତିକି କୁକୁଡା କାଟିଛ, ସେତିକି ଜନ୍ମ ଛେଳି ଏବଂ କୁକୁଡା ଜନ୍ମ ହେଲା ପରେ ତମେ ପୁଣି ମନୁଷ୍ୟ ଜନ୍ମ ହବ। ହଁ ତମର ଏଇ ସତ ଯୋଉ ମନୁଷ୍ୟ ଜନ୍ମ ଇଏ ଜନ୍ମରେ ସମାପ୍ତ ହେଇଗଲା। ତେଣୁ ତୁମର କେବଳ ଯଦି ଜଗତରେ କିଏ ବନ୍ଧୁ ଥିଲା ସେ ଲୋକଟି ମୁଁ। କାରଣ ମୁଁ ତମର ତ୍ରୁଟି ଦେଖଉଥିଲି। ହଁ ସତ ସତ ଆଜ୍ଞା। ତମକୁ ପ୍ରଶଂସା କରିକି ତମଠୁ ଫାଇଦା ଉଠେଇ ପାରିଥାନ୍ତି, କାରଣ ତମେ ପଇସା ବି କାହାକୁ 500, 1000, 2000 ବି ଦଉଛ ହଁ ତମ ପେନସନରୁ। ମୁଁ ବି ଆଜ୍ଞା ପ୍ରଶଂସା କରିଥିଲେ ପାଇଥାନ୍ତି, କିନ୍ତୁ ମୁଁ ତାହା ଆଜ୍ଞା କରିବିନି। କାରଣ ତମର ସେ ଧନ ମୋର ଦରକାର ନାହିଁ। ଆଜ୍ଞା 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 ମୋର ମନୁଷ୍ୟର ପରିବର୍ତ୍ତନ ଦରକାର। ଗୋଟେ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ଆଜ୍ଞା ସାଧୁଙ୍କର ଜନ୍ମ। ସତ କାରଣ ଶ୍ରୀମଦ ନିରାଟ। ଭଗବତ ଗୀତା 4ର୍ଥ ଅଧ୍ୟାୟ 7-8 ଶ୍ଲୋକରେ ଭଗବାନ କହିଲେ, ହୁଁ यदा यदा हि धर्मस्य ଆଜ୍ଞା ग्लानिर्भवति भारत अभ्युत्थान धर्मस्य तदात्मनं सुजाम्यं परित्राणाय साधूनां विनाशाय च दुष्कृतं धर्म संस्थापनार्थाय संभवामि युगे युगे। ତେଣୁ ସାଧୁର ଜନ୍ମ ବା ଈଶ୍ୱରଙ୍କର ଜନ୍ମ କେବଳ ପରିବର୍ତ୍ତନ କରିବା ପାଇଁ। ଯଦି ତୁମେ ମୋର ବନ୍ଧୁ ହିସାବରେ ପରିବର୍ତ୍ତନ ହଉନ, ତାହେଲେ ମୋର କିଛି ଲାଭ ହେଲାନି ତୁମ ସହିତ ବନ୍ଧୁତ୍ୱ କରିକିରି। ଏତେ ଦିନ ତୁମକୁ ଗୀତା ବୁଝେଇଲି, ତମ ଘରେ ଗଲି, ପ୍ରବଚନ କଲି, ସବୁ କଥା କଲା ପରେ ତୁମର ପରିବର୍ତ୍ତନ ହେଲାନି। ତୁମେ ପୁଅ ବାହାଘର ତ ଛେଳି କାଟିଲ, କୁକୁଡା କାଟିଲ, ଓ ମାଂସ ବାଣ୍ଟିଲ। ଓ କୁହନ୍ତୁନି କୁହନ୍ତୁନି ବହୁତ ଦୁଃଖ ଲାଗୁଛି ଶୁଣିକି। ଶବ କୋଉଠି ପଡେ? ଶବ ପଡେ ମଶାଣିରେ। ଆଜ୍ଞା ସବାଖିଆ କୋଉ ମାନେ? ସବାଖିଆ ହଉଛନ୍ତି ବିଲୁଆ କୁକୁର। ହଁ ଶବ ଖାଆନ୍ତି ବିଲୁଆ କୁକୁର। ଆଜ୍ଞା ତମେ ଆଜ୍ଞା ଛେଳି କାଟିଲ, ସେଇଟା ଶବ ହେଇଗଲା। ଶବ ସତ ଖାଇଲ, ଶବ ବାଣ୍ଟିଲ। ହୁଁ ତମେ ସାଧୁଙ୍କୁ କାହିଁକି ନିମନ୍ତ୍ରଣ କରୁଛ? ଆମେ ଗଲୁନି ତାଙ୍କ ଭୋଜି ଖାଇ କାହିଁକି ନା? ନାଇଁ ସତ ଆମେ ହଁ ଶବଖିଆ ନୁହଁ, ଆମେ ଆଜ୍ଞା ସବାଖିଆ ନୁହଁ। ସତ ସତ ତମେ ଆଳୁ, ତମ ପାଇଁ ଟମାଟୋ, ତମ ପାଇଁ ଭେଣ୍ଡି, ତମ ପାଇଁ ଆମ୍ବ, ତମ ପାଇଁ କୋବି, କେତେ ଚମତ୍କାର ଜିନିଷ ତମ ପାଇଁ ପ୍ରଭୁ ସୃଷ୍ଟି କରିଛନ୍ତି। ହଁ ତମେ ଆଜ୍ଞା ଆଜ୍ଞା ତାକୁ ନ ଖାଇ ତାଙ୍କ ସୃଷ୍ଟିର ଗୋଟିଏ ଜୀବନକୁ ମାରି ତମକୁ ଖାଇବାକୁ ଯଦି ତାଙ୍କ ରକ୍ତ ପିଇବାକୁ ଇଚ୍ଛା ହେଲା, ତମେ ଦେବୀ ହେଲ ନା ଡାହାଣୀ ହେଲ? ନାଇଁ ସତ ଆଜ୍ଞା ନିରାଟ ସତ। ଓ ଏ କଥା କହିଲେ କୁହନ୍ତୁ ତମକୁ କାହିଁକି ଖରାପ ଲାଗିଲା? ତମେ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀ କି ଗଲ, କାର୍ଡ ଦେଇ ନିମନ୍ତ୍ରଣ କଲ, ହଁ କଣ ପାଇଁ? ମଟନ ଖାଇବାକୁ? ନାଇଁ ଆପଣ ଲେଖିଲେ ସେଟା ମୁଁ ପଢିଛି ଆଜ୍ଞା। ଜଗନ୍ନାଥଙ୍କୁ ମଟନ ଖାଇବାକୁ ଡାକିଲେ? ମା ସେ ମହାଲକ୍ଷ୍ମୀ କି ମଟନ ଖାଇବାକୁ ଡାକିଲେ? ମା ମହାଲକ୍ଷ୍ମୀ ତମକୁ ଏ ଜନ୍ମରେ ଯୋଉ ପଡି ଖଞ୍ଜିଛି, ଆର ହଁ ଜନ୍ମକୁ ତମକୁ ମୋଟେ ଦବନି। ତମେ କୀଟ ହବ, ଖାଇବାକୁ ପାଇବନି। ସେଇଥିପାଇଁ ଆପଣଙ୍କୁ ତାଙ୍କ ଗ୍ରୁପରୁ ବାହାର କଲେ। ମୁଁ ତ ସେଇଟା ବି ମତେ ଜାଣିନି। ଗ୍ରୁପରୁ ବାହାର କରିବାଟା ବଡ କଥା ନୁହଁ। ଆଜ୍ଞା ଆଜ୍ଞା ମତେ ଗ୍ରୁପରୁ ବାହାର କରିବାଟା ବଡ କଥା ନୁହଁ। ମୁଁ ଫିଲ୍ କଲି ଯେ ଆଜ୍ଞା ମତେ ରାକ୍ଷସ ମାନେ ଗ୍ରହଣ କରିପାରୁନାହାନ୍ତି। ଯେମିତି ଆଜ୍ଞା ବେଙ୍ଗ ପାଟିରେ ଘିଅ ହଜମ ହବନି, ଆଜ୍ଞା ତେଣୁ ବେଙ୍ଗ ପାଟିରେ ଘିଅ ହଜମ ହେଲାନି। ତେଣୁ ସତ ରାକ୍ଷସ ହଁ ମାନଙ୍କ ଗ୍ରୁପରେ ସାଧୁ ରହିପାଇଲାନି। ନାଇଁ ସତ 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 ରାକ୍ଷସ ମାନେ ବାହାର କରିଦେଲେ, ମାନେ ନା ନା ଆମେ ତମକୁ ଧୈର୍ଯ୍ୟ ଧରି ପାରୁନୁ। ଆଜ୍ଞା 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 ବେଙ୍ଗ ପାଟିରେ ଘିଅ ହଜମ ହବନି। ନାଇଁ ସତ 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 ଆଜ୍ଞା। ଆଜ୍ଞା ସେଟା ଯାହା କହୁଛନ୍ତି ନା, ମୁଁ ବା 11 ବର୍ଷ ତଳେ ପୁଅ ବାହାର କରିଥିଲି, ପିଆଜ ରସୁଣ ପକେଇଲିନି। ବିନା ପିଆଜ ରସୁଣ ଯଦି ଭୋଜି ହବ, ରିସେପସନ ହବ, ଯୋଉମାନେ ଖାଇବେ ଆଜ୍ଞା, ଆସ। ମୋର ଗୋଟେ ବଡ ଝିଅର ବନ୍ଧୁ ଆମେ ଭାଙ୍ଗିଲୁ। ଆଜ୍ଞା ସେମାନେ ମାଛ ମାଂସ କଥା କହିଲେ ବୋଲି। ହୁଁ ଏବେ ସାନ ଝିଅର ବାହାଘର ମୁରଲି ପଲେଇ ନିଜେ ଜାଣିଛନ୍ତି। ସେ ମୋର ଅତି ଅନ୍ତରଙ୍ଗ ବନ୍ଧୁ। ମୁଁ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲି ଉଭୟଙ୍କୁ। ହୁଁ କାରଣ ସେ ଜଗନ୍ନାଥଙ୍କ ସେବା କରୁଥିଲେ ବୋଲି। ଆଜ୍ଞା ତାଙ୍କୁ ନେଇକି ବି ମୋ ବନ୍ଧୁ ଘରକୁ ମୁଁ ଯାଇଥିଲି, ଏବଂ ଆଚ୍ଛା ସେମାନେ କହିଲେ ଆମେ ଯୌତୁକ ନବୁନି। ହଁ 250 ଲୋକ ବା 300 ବରଯାତ୍ରୀଙ୍କ ପାଇଁ ମଟନ ଦେବେ। ମୁଁ ଏ ତାଙ୍କୁ ଭ- ମୁଣ୍ଡିଆ ମାରିଦେଇକି ଆଇଲି ଯେ ପ୍ରଭୁ ଆପଣ ଅଲଗା ଆଡେ ବାହାଘର ଦେଖନ୍ତୁ, ଆମେ ଯାଉଛୁ। ହେ ଭଗବାନ। ଷ୍ଟ୍ରେଟ, ସେ କଣ ଜାଣିନାହାନ୍ତି ଏ କଥା? ଓହୋ ଆଜ୍ଞା କାହିଁକି ଆଜ୍ଞା ନା ଯୋଡିଏ ପ୍ରାଣୀଙ୍କର ସୁଖ ସମୃଦ୍ଧି ଆମେ ଆଜ୍ଞା ଆଶା କଲା ବେଳେ 100 ଜୀବଙ୍କୁ ହତ୍ୟା କାହିଁକି କରିବୁ? ଆଜ୍ଞା ସତ ସତ ସତ
ତାର ତ ଉଦାହରଣ ହଉଛି ସମଣା ସବରୀ ଆଉ ଆଉ ଆଜୀବନ ରହିଗଲେ ଅବିବାହିତା ରହିଲେ କିନ୍ତୁ କରେଇ ଦେଲେନି, ବିବାହ କଲେନି କି ଏତେ ପ୍ରାଣୀଙ୍କ ଜୀବନ ହତ୍ୟା କଲେନି, ସେ ରାଜି ହେଲେନି ଆଉ କଣ। ଆଉ ଏଇ ଯୋଉ ଆଜ୍ଞା କଥା ଗୁଡିଏ ମହତ କଥା ଗୁଡିଏ ମୁଁ ବେଳେ ବେଳେ କଣ କରେ, ଏମିତି ମହତ କଥା ଏମିତି ଆଲୋଚନା ବେଳେ ବାହାରି ଯାଏ, ଆଜ୍ଞା ଆଜ୍ଞା ସବୁବେଳେ ତ ସତ ସତ ବାହାରିବନି। ନା ଏବଂ ସତ ସେଇଟା ମୋର ଅଟୋ ରେକର୍ଡ ଅଛି, ସେ ରେକର୍ଡକୁ ମଧ୍ୟ ମୁଁ ଭାଇରାଲ କଲେ ଅନ୍ୟମାନେ ଶୁଣନ୍ତୁ, ଶିଖନ୍ତୁ। ଆରେ ସତ ସତ ଆମ ସତ ସନାତନ ମାର୍ଗଦର୍ଶନରେ ବର୍ତ୍ତମାନ ଆମେ କହୁଛୁ ଯିବେ ଦୟା, ଏଇଟା ଆଜ୍ଞା ଆମର ଭାଗବତ କହିଛି, ଯିବେ ଦୟା କର, ସତ୍ୟ ଆଚରଣ କର, ହୁଁ ଧର୍ମକୁ ଆଦର କର, ସୋ ଆଜ୍ଞା ଧର୍ମେ ନିଧନ ଶ୍ରେୟ ପରାଧର୍ମ ଭୟାବହ, ଗୀତା କହିଲେ। ସୋ ଆଜ୍ଞା କହିଲେ ଆତ୍ମା, ସୋ ଧର୍ମେ ନିଧନ ଶ୍ରେୟ, ଆତ୍ମାର ଧର୍ମ ପାଳନ କର, ସେଥିରେ ନିଧନ ଅର୍ଥ ମରିଗଲେ ବି ଭଲ। ଆଜ୍ଞା ଆପଣଙ୍କୁ ଯଦି କିଏ ନିଧନ କରିଦେଲା ଭଲ, କାରଣ ଶ୍ରୀମଦ ଭଗବତ ଗୀତାରେ 2ୟ ଅଧ୍ୟାୟ 22 ଶ୍ଲୋକରେ ଭଗବାନ କହିଲେ, 23ରେ ଭଗବାନ କହିଲେ, ନଂ ଛନ୍ଦନ୍ତି ଶସ୍ତ୍ରାଣୀ ନଂ ଦହତି ପାବକଃ ନଚ ଏବ କ୍ଲେଦନ୍ତି ଆପ ନଶ ଶୋୟତି ମାରୁତ। ତେଣୁ ଆତ୍ମା ମରେ ନାହିଁ, ତେଣୁ ଏ ଆଜ୍ଞା ଦେହଟା ମରିଯାଉ ମରିଯାଉ, କିନ୍ତୁ ମୁଁ ଆତ୍ମା ଧର୍ମ ଛାଡିବି ନାହିଁ। ଆଜ୍ଞା ଆଜ୍ଞା ହଁ ତେଣୁ ସତ ସିଏ ସତ। ମତେ ବାହାର କଣ କରିଦେଲେ, ମାରିଦେଲେ ବି, ମତେ ଯଦି ଗୁଳି ବି କରିଦେଇଥାନ୍ତେ ତାହେଲେ ବି ଦୁଃଖ ନଥିଲା। ନାଇଁ 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 ତା ନୁହେଁ ଯେ, ଶୁଣନ୍ତୁ ଆପଣ ବାସ୍ତବ କଥା କହୁଛନ୍ତି, ଯୋଉଟା କି ପ୍ରକୃତ କଥା। ଏଇ ଯୋଉ କଥାଟା ମୁଁ ଯାହା କହିଲେ ନା, ମୁଁ କଣ କରୁଛି ଆପଣ ଜାଣୁଛନ୍ତି, କେମିତି ଜାଣୁଛନ୍ତି? ଆପଣ ସେଇ କର୍ମରେ ଅଛନ୍ତି, ଆପଣ ସେଇ ଯୋଗ ସାଧନା ଭିତରେ ଅଛନ୍ତି। ସେଇ ସାଧନା ଭିତରେ ଯିଏ ରହିବ ସେ ଜାଣିପାରିବେ କିଏ କୋଉଠି ମୋ କଥା ଚିନ୍ତା କଲା, କିଏ କଣ କାର୍ଯ୍ୟ କରୁଛି, ସବୁ ଆପଣ ଅବଗତ ହେଇପାରିବେ ଯେହେତୁ ଆପଣ ସେ ସାଧନା ଭିତରେ ଅଛନ୍ତି। ସେଟା ସେ ସାଧନା। ଅନନ୍ତ ଗୋପାଳ ପଣ୍ଡା ଯେତେ ତତ୍ଵଗତ କଥା ଲେଖୁଛନ୍ତି, ସମ୍ବାଦ ପତ୍ର ମାନଙ୍କରେ ପ୍ରକାଶ ପାଉଛି, ତା ଦ୍ଵାରା କେତେ ଲୋକଙ୍କର, ସନାତନ ଧର୍ମର ଲୋକମାନେ, ହିନ୍ଦୁ ଧର୍ମର ଲୋକମାନେ କେତେ ଉପକୃତ ହଉନଥିବେ କୁହନ୍ତୁ ତ? କେତେ କଷ୍ଟ କରିକି, ସଂଘର୍ଷ କରିକି ଆପଣ ଏକଥା କରୁଛନ୍ତି। ମୁଁ ଆପଣଙ୍କୁ ସେ ଦୃଷ୍ଟିରୁ ସମ୍ମାନ କରୁଛି, କୋଟି ପ୍ରଣାମ କରୁଛି। ଏବଂ ଆପଣଙ୍କର ମୁରଲୀଧର ପଲେଇ, ତାଙ୍କ ସ୍ତ୍ରୀ କୃଷ୍ଣା ପଲେଇ କେତେ ଚମତ୍କାର ଭାବରେ ଜଗନ୍ନାଥଙ୍କର ସହସ୍ର ନାମ କରି ନିଃଶୁଳ୍କ ଭାବରେ କେତେ କଥା କରୁଛନ୍ତି, କିନ୍ତୁ 12 ବର୍ଷର ତପସ୍ୟା ଶୁଖୁଆ ପଡାରେ ଗଲା। ତାଙ୍କର ତ ମୋର ପଡୁନି କିଛି ନାହିଁ, ଆଜ୍ଞା। ତାଙ୍କ ମୋ ଭିତରେ କୌଣସି ବିବାଦ ନାହିଁ, ଧନ ଦିଆ ନିଆ ନାହିଁ, ଋଣ ଦିଆ ନିଆ ନାହିଁ, କୌଣସି ଇଏ ନାହିଁ, ହିଂସା କପଟ କିଛି ନାହିଁ। ଗୋଟିଏ କଥା, ସେ ଗୋଟିଏ କଥାରୁ ବିଦ୍ରୋହ କଲେ ଏବଂ ମତେ ବହିଷ୍କାର କଲେ, ମୋର କିଛି ଦୁଃଖ ନାହିଁ। ନାଇଁ ଆଜ୍ଞା, ସେ ଆପଣ କଣ ମୁଁ ବି ଆନ୍ତରିକତା ତାଙ୍କ ପଡେନି। ତାଙ୍କ ବାହାଘରକୁ ସେ ମତେ ନିମନ୍ତ୍ରଣ କରନ୍ତି, ମୁଁ ମଧ୍ୟ ଯାଇନି। ଯଦି ଆମେ ଏକାଠି ଗ୍ରୁପରେ ଅଛୁ, ବା ସେ ଯୋଉ ଆମ ଲକ୍ଷ୍ମଣ ମନ୍ଦିର ସିଏ ଆସୁଥିଲେ, ସେ ସମସ୍ତେ ନିମନ୍ତ୍ରଣ ଆମକୁ କଲେନି। କାହିଁକି ନା ଆମେ ଏଇ ଯୋଉ ବିରୋଧ ଆପଣ କଲେ, ଆମେ ସେମିତି ପ୍ରକାର ବିରୋଧ କଲୁ, ଯୋଉଟା କି ଭଲ ଲାଗିଲାନି। ଅତି ଆପଣ ଯାହା ଆଚରଣ ଉଚ୍ଚାରଣ ଭିତରେ ସମନ୍ୱୟ ନ ରହିଲେ, ଆପଣ କହିବେ ଗୋଟା କରିବେ ଗୋଟା, ଦୁଃଖଦାୟକ ସେଟା। ସେଟା ନିଶ୍ଚୟ ନିଶ୍ଚୟ। ସେଇଟା ହେଲା କଥା। ଆପଣ ଯେମିତି ଯାଉନାହାନ୍ତି, ମୁଁ ବି ମୋ ସେମିତି ତାଙ୍କ ସହିତ ମୋ ସମ୍ପର୍କ ନାହିଁ। ନାଇଁ ମୁଁ ନାଇଁ, କଥା ହୁଏନି। ସମ୍ପର୍କଟା ଶୁଣନ୍ତୁ, ଆମେ ହେଲେ ମଣିଷ। ଆଜ୍ଞା ଆଜ୍ଞା ଯଦି ମଣିଷ ସହିତ ସମ୍ପର୍କ କରିବ ନା ଆଉ। ହଁ ଆଜ୍ଞା ତେଣୁ ଆଜ୍ଞା ସତ ସେ ଛଳନା, ଯେତେ ହଁ ଆପଣ ପାଟ ପିନ୍ଧନ୍ତୁ, ଠେକା ଭିଡନ୍ତୁ, ଦାଢି ଛାଡନ୍ତୁ, ତିଳକ କିଛି କରନ୍ତୁ, ଲାଭ ଯଦି ଆପଣଙ୍କ ଭିତରଟା ପରିବର୍ତ୍ତନ ହେଇନି, ଉପରଟା ନାହିଁ। ଦେଖେଇଲେ କଣ ହବ? ଫ୍ରେଞ୍ଚ କଟ ଦାଢି ରଖିକିରି କଳା ବୋଳିକି ସେ କହିବ ମୁଁ ଜଣାଶୁଣା ନ କରି ଆଗେ କଣ ବ୍ୟାସ କଣ ହୋଇ ତମର ପଡିବି। ମିଳିବ ସେଥିରୁ? ତମେ ବାସ୍ତବରେ କଣ ରିଅଲ? ତମେ ଆମକୁ ବମ୍ବେ ନେଇକି ଗଲ, ମତେ ତମେ ନିମନ୍ତ୍ରଣ କଲ, ମୁଁ ତମକୁ ବନ୍ଧୁଟିଏ ବୋଲି ସ୍ୱୀକାର କରିକି ତମ ସାଙ୍ଗରେ ଗଲି, ମୋ ପାଇଁ ଟିକେଟ କରିଛ। ମଝିରେ ତମେ କହିଲ ନାଇଁ ନାଇଁ ଆପଣଙ୍କ ସହଧର୍ମିଣୀ କି ନବା, ମୁଁ ହଁ ନାହିଁ କରୁଥିଲି, ପୁଣି ହଁ କଲି। ଏଇଥିପାଇଁ ହଁ ଗୋଆରେ ମୋ ଝିଅ ଜୋଇଁ ଅଛନ୍ତି, ମୁଁ କହିଲି ଯଦି ଆମେ ବମ୍ବେ ଯିବୁ, ବମ୍ବେଠୁ ଟିକେ ପଳେଇବୁ ଗୋଆ। ଆଜ୍ଞା ଆଜ୍ଞା କିନ୍ତୁ ତମର ଯେ ଅନ୍ୟ ସ୍ତ୍ରୀ ଲୋକ ମାନଙ୍କର ଟିକେଟ ବାତିଲ ହେଲା ବୋଲି ମଝିରେ ଯୋଡୁଛ, ମୁଁ ଏଇଟା ଛଳନାଟା ଜାଣିପାଇଲିନି। ଏବଂ ଆଜ୍ଞା ତମେ ମୋ ସ୍ତ୍ରୀକୁ ନାଁରେ ଟିକେଟ କରିନ, ତମେ ବମ୍ବେ ଭଳି ଟ୍ରେନରେ, ମାନେ କୋଣାର୍କ ଟ୍ରେନରେ ବମ୍ବେ ଆମକୁ ନେଇକି ଯାଉଛ। ଯଦି ହଁ ସ୍ପେଶାଲ ସ୍କ୍ୱାଡ ଚେକିଂ ରେ ପଡିଥାନ୍ତୁ, ମୋ ସ୍ତ୍ରୀ ଜେଲ ଯାଇଥାନ୍ତା। ବିନା ହେ ଟିକେଟରେ ଭଗବାନ। ନେଇକି ଯାଇଛ। ହଁ ଆଉ ତମେ ମୋ ସ୍ତ୍ରୀ ଏକୁଟିଆ ନୁହଁ, ପୁଣି ଅନ୍ୟ କେତେ ଜଣଙ୍କୁ ତମେ ବିନା ଟିକେଟରେ ନେଇଛ। ତାହେଲେ ତମର ଏଥିରେ ଭଦ୍ରାମୀ କୋଉଠି ରହିଲା? ତମର ସାଧୁତା କୋଉଠି ନାଇଁ ଅଛି? ସତ ସତ ସାଧୁତା ନାହିଁ। ତମର ସାଧୁତା ନାହିଁ। ସାଧୁତା ନାହିଁ, ଯାହା ସତ ସାଧୁତା ଏବଂ ନାହିଁ। ତମେ ଆମ ସ୍ୱାମୀ ସ୍ତ୍ରୀ କି ବମ୍ବେ ନେଲ, ଭୁବନେଶ୍ୱର ଫେରେଇଥାନ୍ତ ତମ ଟିକେଟ ରେ। ଆଜ୍ଞା ହଉଛି। ମୁଁ ଯେତେବେଳେ କହିଲି ମୁଁ ଭୁବନେଶ୍ୱର ଫେରିବିନି, ଗୋଆ ଯିବି, ତମେ କହିଲ 3000 ଟଙ୍କା ଟିକେଟ ପଡିବ, ଗୋଆକୁ ପଠାନ୍ତୁ। ତାହେଲେ ତମେ ମତେ ଫେରେଇଥାନ୍ତେ କି ନାଇଁ ଭୁବନେଶ୍ୱର ତ ହେ ଫେରେଇଥିଲେ। ଭଗବାନ। ଭୁବନେଶ୍ୱର ଫେରେଇଥିଲେ ହଁ ତମକୁ ଯେତିକି ପଡିଥାନ୍ତା, ଧର ଗୋଆକୁ ସେତିକି ପଡୁଛି, ତମେ କଲନି କଣ ପାଇଁ? ତାମାନେ ତମର ଆମ ସହିତ ସମ୍ପର୍କ ନାହିଁ। ତମର ତମ ସ୍ୱାର୍ଥଟା ସରିଲେ ତମ ଖେଳ ସଇଲା। ତେଣୁ ହଁ ତମକୁ ହଁ କଣ ଈଶ୍ୱର କ୍ଷମା କରିଦେବେ? ଜଣେ ନାଇଁ ସତ ଆମେ ସାଧନା କରୁଛୁ, ସାଧୁତା ଆମ ଭିତରେ ଅଛି ବୋଲି ଏତେ ସ୍ପଷ୍ଟ ଭାବରେ କଥା କହୁଛୁ, ହଁ ହଁ ଏବଂ ସତ। ଆମେ ତମକୁ ଅଭିଶାପ ଏଯାଏଁ ଦେଇନୁ। କାରଣ ତୁମେ ତୁମ କର୍ମର ଫଳ ଆଜି ନହେଲେ ବି କାଲି ଭୋଗିବ ଭୋଗିବ ଭୋଗିବ।
ସତ୍ୟ 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 ତ୍ରିପାର ସତ୍ୟ। ଆଜ୍ଞା ତମର ଏବେ ସତ। ବଳ ବୟସ ଅଛି କି ବ୍ୟାଙ୍କରେ ଟଙ୍କା ଅଛି ବୋଲି ତମେ କଲ କଲ ହଉଛ। ସମୟ ଆସିବ, ଏବେ ଅଶୋକ ମହାପାତ୍ର ପରି ଜଣେ କାର୍ଡିଓଲୋଜିଷ୍ଟ, ଗୋଟେ ନମ୍ବର 1 ଡକ୍ଟର, ଏତେ ଜ୍ଞାନୀ, ଏତେ ଆଜ୍ଞା ବଡ ଆଜ୍ଞା। ଭକ୍ତ, ସିଏ ଏବେ ମେଡିକାଲରେ ଅଛନ୍ତି 15 ଦିନ ହେଲା କୋମାରେ, ଷ୍ଟ୍ରୋକ ହେଇକି। କିଏ ବୋ? ଅଶୋକ ମହାପାତ୍ର। ଏଇ ଯେ ପଦ୍ମଶ୍ରୀ? ହଁ, କଣ ହେଇଛି? ସେଇଟା ସିକ୍ରେଟ ରଖା ହେଇଛି, କେହି ଜାଣିନାହାନ୍ତି। ସେଟା ଆମ ପାଖେ ସେ ଖବର ଅଛି। ଆମେ ହଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ, ଟିକେ ଷ୍ଟାଣ୍ଡାର୍ଡ କୁ ପ୍ରଭୁ ଫେରେଇଛନ୍ତି ତାଙ୍କୁ, କିନ୍ତୁ ତାଙ୍କର ପାରାଲାଇଜ ହେଇଯାଇଛି ବଡି। ଭଗବାନ କରନ୍ତୁ ସେ ସୁସ୍ଥ ହେଇଯାଆନ୍ତୁ। କଣ ହେଲା? ଷ୍ଟ୍ରୋକ ହେଇଛି। ଓହୋ। ହଁ, ହେ ଭଗବାନ। ତେଣୁ ହେ ଜଗନ୍ନାଥ ତେଣୁ ଆଜ୍ଞା। କଥାଟା ବୁଝନ୍ତୁ ଓହୋ ଯେ ସତ। ଯେ ଏଭଳି ଲୋକ, ସେ ଜଣେ ମହାଜ୍ଞାନୀ, ହଁ ହଁ ଗୀତା ଜ୍ଞାନ ମାନେ ତାଙ୍କର ଅଛି। ତାଙ୍କର ଗୀତା ପଢନ୍ତି, ଗୀତାର ଜ୍ଞାନ, ସମାଜ ସେବା, ପରୋପକାର, ହଁ ହଁ ଧାର୍ମିକ ଆଜ୍ଞା ବ୍ୟକ୍ତି, ସତ ଏତେ ସତ। ବଡ ଡକ୍ଟର, ଆଜ୍ଞା ବିଶ୍ୱରେ ନାଁ ଥିବା ଡାକ୍ତର। ସେଭଳି ଆଜ୍ଞା। ଡାକ୍ତରଙ୍କୁ ତ ଆଜି ପୁଣି ଷ୍ଟ୍ରୋକ ହେଇଯାଉଛି। ପୂର୍ବ ଜନ୍ମ ଯଦି କଣ ଥିବ ବୋଲି ପ୍ରଭୁ କରିଛନ୍ତି, ସେ ଉଦ୍ଧାର ହେବେ, କିଛି ବଡ କଥା ହଁ ନୁହଁ। ନାଇଁ ସତ କିନ୍ତୁ ସତ। ତମ ପାଖେ ପଇସା ଥାଇପାରେ, ବଳ ଥାଇପାରେ, ଆଜି ତମେ ସେଟାକୁ ଶୋ କରୁଛ, କିନ୍ତୁ ସମସ୍ତେ ଦିନେ ନଇବାକୁ ହବ ସତ ପାଖରେ। ହଁ ସତ ସତ ସତ। ସତ ପାଖରେ ଆପଣ ଆଜି ନହେଲେ ବି କାଲି ନଇଁବେ। ଆଜ୍ଞା ଆଜ୍ଞା। ଯାହା ହଉଛି ହଉ। ଠିକ ହଉ। ଅଛି ପ୍ରଭୁ। ଆଉ ଆଙ୍କ ବହି ପ୍ରକାଶ ପାଇଲା ଆମର ହରିହର କାନନଙ୍କର? ନାଇଁ, ସେଟା ପ୍ରକାଶ ଏଇଥିପାଇଁ ପାଇଲାନି ଆଜ୍ଞା ଯେ କାହିଁ ବିଜ୍ଞାପନ ତ କହିଲେ? ମିଳିଲାନି। ଓହୋ ହୋ। ଆଉ ବିଜ୍ଞାପନ ତ ମିଳିଲାନି କୋଉଠୁ କିଛି ଟଙ୍କା ପଇସା। ତେଣୁ ସେଥିରେ ସିଏ ଶୁଣନ୍ତୁ ଆମେ ମୁଁ ବ୍ୟକ୍ତିଗତ ଭାବରେ କରିଦେଇଥାନ୍ତେ, ଆଉ ହୁଁ ସିଏ ସେଥିରେ ଟିକେ ସହଯୋଗ କଲେନି। ନାଇଁ ତେଣୁ ସିଏ ଶୁଣନ୍ତୁ, ଏଇଟା ତାଙ୍କ ଉପରେ କଥା। ଯୋଉ ଲେଖା ଗୁଡା ଯାଇଛି, ତାଙ୍କର ଗୁଣ ପ୍ରକାଶ, ତାଙ୍କର ସିଏ ପ୍ରଖ୍ୟାପିତ ହେଇଥାନ୍ତେ। ଆଉ ସିଏ କେତେ ପଇସା ଖର୍ଚ୍ଚ ହେଇଥାନ୍ତା ତାକୁ ବି ହଁ, ପଛରେ ତମେ ପଡନ୍ତି। ଧନ ସମ୍ପତ୍ତି ଏତେ ଥୋଇଛ, ହଁ କୋଠା ହଁ ବାଡି ଏତେ କଣ ଥୋଇଛ, ହବ? ତମେ କଣ କଣ ହବ? ସ୍ୱର୍ଗକୁ ନେଇକି ଯିବ? ଏଥିରେ 50 କଣ ପଇସାରେ ହବ? ଖର୍ଚ୍ଚ ହେଇଥାନ୍ତା, ପତ୍ରିକା ଟା କରିଦେଲନି। କେତେ ପଇସା ଖର୍ଚ୍ଚ ହବ? ଏଇ ଆମର ଯୋଉ ପତ୍ରିକା ଆମ ଆପଣଙ୍କୁ ଦେଇପାରିନି, ବା ଆପଣଙ୍କୁ ଦେଇକି ମୁଁ ଜାଣିନି, ଆମେ ପ୍ରତିବର୍ଷ ଖର୍ଚ୍ଚ ହଉଛି 38,000 ଟଙ୍କା ଖର୍ଚ୍ଚ ହଉଛି। ହୁଁ ହୁଁ। ଯୋଉ ବହିଟା କରୁଛୁ, ଖାଲି ଯୋଉ ବହିଟା ତ ଆମେ କାହିଁ କରୁଛୁ, ଯେ ଲୋକମାନେ ପଢନ୍ତୁ, ଜ୍ଞାନ ଜାଣନ୍ତୁ। ଆଜ୍ଞା, ଏଇଟା ଉଦ୍ଦେଶ୍ୟ। ତେଣୁ ତୁମ ବାବଦରେ ଜାଣିଥାନ୍ତେ, ତୁମର ପ୍ରଖ୍ୟାପନ ହେଇଥାନ୍ତା, ଆଉ ତୁମେ ଏଇ ବାବଦରେ ଯଦି କିଛି ପଇସା ଖର୍ଚ୍ଚ ହେଇଥାନ୍ତା, ଆରାମସେ ହେଇପାରିଥାନ୍ତା। ତାପରେ ଏ ବାବଦରେ ବି ମାନେ ଚେଷ୍ଟା କରିଥିଲେ କଣ, ସିଏ ତାଙ୍କର ମୁହଁ ଯୋଉଠି ଅଛି, ମାନେ କହିଥିଲା ମାନେ ଟଙ୍କା 10,000, 15,000, 20,000 ଆରାମସେ ଆସିଥାନ୍ତା। ଆଉ ଏସବୁ ଲେଖା, ଏତେ ମୂଲ୍ୟବାନ ଲେଖା, ତାଙ୍କ ସମ୍ପର୍କରେ ତାଙ୍କର ପ୍ରଖ୍ୟାପନ ହେଇଥାନ୍ତା, ତାଙ୍କର ସମ୍ମାନ ବଢିଥାନ୍ତା। ଏ ପଛେଇଲା ଉଚିତ ନୁହଁ। ଆଜ୍ଞା, ହେଲା ତାଙ୍କ ଇଚ୍ଛା, ତାଙ୍କ ଇଚ୍ଛା। ମୁଁ କହିବି ତାଙ୍କୁ, ଦେଖା ମୋ ବନ୍ଧୁ, ମୋ ପରମ ବନ୍ଧୁ ସିଏ। ସେଇଟା ମୁଁ କହିଲି ଥୁଆ ଆପଣ ହେଇଛି, ସେଇଟା ଏବେ ବି ଥୁଆ ହେଇଛି। ଆଜ୍ଞା ଆଜ୍ଞା। ଟଙ୍କା 50,000 ସେ ଗୋଟେ ବିଜ୍ଞାପନ କରେଇଥିଲେ, ହୁଁ ଏବଂ ହୁଁ। ସେ ବିଜ୍ଞାପନ ଟା ଯୋଉ କରେଇଲେ, ସିଏ ଲାପ୍ସ କଲା ଏଇଥିପାଇଁ ଯେ ଆମେ କଲୁନି କିଛି। ଆଚ୍ଛା ଶୁଣନ୍ତୁ, 50,000 କାହିଁ ଖର୍ଚ୍ଚ ହବ? ଯଦି 500 କପି କରିବି, କେତେ ପେଜ ହବ କି ପାଖାପାଖି ବହିଟା? ଯାହାହେଲେ ସେଇଟା 150 ପେଜ ହେଇଥିଲା। ହଁ 150 ପେଜ ହେଲେ, ହଁ, ପାଖାପାଖି 40-45 ହଜାର ଖର୍ଚ୍ଚ ହବ। 40 ଭିତରେ ହେଇଯିବ। ଯଦି ଆପଣ 500 କପି କରିବେ ଏବଂ 150 ପେଜର, 40,000 ଭିତରେ ହେଇଯିବ। ଆଜ୍ଞା, ନିଶ୍ଚୟ 40,000 ହେଇଯିବ। ହଁ, ଆରାମସେ ହେଇଯିବ। ହଉ ପ୍ରଭୁ, ଆଜ୍ଞା ଆଜ୍ଞା, ଆପଣ ଥାଆନ୍ତୁ। ବହୁତ 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 ଧନ୍ୟବାଦ, କୃତଜ୍ଞ, ଆପଣ ମନେ ବହୁତ ପକେଇଲେ। କୃତଜ୍ଞ। ଆପଣ ଭୁଲି ହବ ନା, ଥରେ ସମ୍ପର୍କ ବା ଯୋଡି ହେଲେ। ମୁଁ କାଲି ରାତିରେ ଭାବୁଥିଲି, ମୁଁ ଆପଣଙ୍କୁ ନେଇ ପଚାରି, ମୋ ସନ୍ଦେହଟା କାହିଁ କାଲି ରାତିରେ ଆସିଲା, ମୁଁ କୋଉଠି ଅବସ୍ଥାପିତ କରିହେବ, ମାନେ ଆକାଶ ତତ୍ତ୍ୱକୁ ନେଇକିରି କୋଉ ଚକ୍ରଟା ଗ୍ରହଣ ଯୋଗ୍ୟ, ଆଉ ତାର ସମାଧାନ ଆପଣ ମତେ କେହି ଦେଇପାରିବେନି। ମୁଁ ଭାବୁଥିଲି ସନ୍ନ୍ୟାସୀକି ଫୋନ କରି, ସନ୍ନ୍ୟାସୀ କିନ୍ତୁ ସିଏ ବି ଜାଣିନାହାନ୍ତି। ତାଙ୍କ ଲାଭ ନାହିଁ, ଆପଣ ହିଁ ଏକମାତ୍ର ନାଇଁ, ଇଏ ଦେଇପାରିବେ। ଯୋଉ ତତ୍ତ୍ୱ ଆପଣ ପାଇଲେ, ବଢିଆ ତତ୍ତ୍ୱ ପାଇଗଲେ। ଆଜ୍ଞା ଆଜ୍ଞା। ହଁ, ଆଉ ପ୍ରଣାମ ଆଜ୍ଞା, ପ୍ରଣାମ। ଜୟ ଜଗନ୍ନାଥ, ପ୍ରଣାମ ଜୟ ଆଜ୍ଞା, ହରିଓମ ଜଗନ୍ନାଥ। ହରିଓମ, ରାଧେ ରାଧେ, ପ୍ରଣାମ ଆଜ୍ଞା।